ଜୁଲାଇ ମାସରେ ଗ୍ରହମାନଙ୍କର ଗୋଚରୀୟ ସ୍ଥିତିକୁ ନିରୀକ୍ଷଣ କଲେ ଜଣାଯାଏ ଏ ମାସର ରାଶିଫଳ ବୃଷ ରାଶି ପାଇଁ ମଧ୍ୟମ ଧରଣର ଫଳ ପ୍ରଦାନ କରିବ। କ୍ୟାରିୟର ଓ ଆର୍ଥିକ ଦୃଷ୍ଟିକୋଣରୁ ବୃଷ ରାଶିଜାତ ବ୍ୟକ୍ତି ସଫଳତା ପାଇବାକୁ ଥିବାବେଳେ ସ୍ୱାସ୍ଥ୍ୟ ଓ ସମ୍ପର୍କ ଦୃଷ୍ଟିରୁ ମାସଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜୁଲାଇ ମାସରେ ବୃଷ ରାଶିଜାତ ବ୍ୟକ୍ତି କର୍ମକ୍ଷେତ୍ରରେ ସଫଳତାର ସିଡ଼ି ଚଢ଼ିବେ। ବିଶେଷତଃ ମାସର ଦ୍ୱିତୀୟାର୍ଦ୍ଧରେ ଚାକିରିରେ ପ୍ରମୋସନ୍, ଇନକ୍ରିମେଣ୍ଟ ପାଇବା ସହିତ ଉପରିସ୍ଥ ଅଧିକାରୀଙ୍କର ସୁନଜରରେ ରହିବେ। ବାଣିଜ୍ୟ ବେପାର କ୍ଷେତ୍ରରେ ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ନିଜ ପରାକ୍ରମ ବା ଉଦ୍ୟୋଗ ଫଳରେ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବାକି ପଡ଼ିଥିବା ଅର୍ଥ ହସ୍ତଗତ ହେବ। ଆୟର ନୂତନ ପନ୍ଥା ଉନ୍ମୋଚିତ ହେବା ଫଳରେ ଆପଣଙ୍କର ସଞ୍ଚିତ ଧନର ପରିମାଣ ବୃଦ୍ଧି ପାଇବ। କିନ୍ତୁ ଏହି ମାସରେ ଅନାବଶ୍ୟକ ଖର୍ଚ୍ଚ କରିବାରୁ ବିରତ ରୁହନ୍ତୁ। ଏହା ସହିତ ଆର୍ଥିକ ସେକ୍ଟର ଅଥବା ପୁଞ୍ଜି ବଜାରରେ ଅର୍ଥ ନିବେଶ କରିବା ପାଇଁ ସମୟ ବିଶେଷ ଅନୁକୂଳ ରହୁନାହିଁ। ପାରିବାରିକ ଦୃଷ୍ଟିକୋଣରୁ ଜୁଲାଇ ମାସଟି ବେଶ୍ ଭଲରେ କଟିବ। ଘରେ ବା ପରିବାରରେ ଶାନ୍ତି, ସୁଖ ଓ ସମୃଦ୍ଧି ବିରାଜମାନ କରିବ। ଗୃହରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବିଚାର ବିମର୍ଶ ବନ୍ଧୁବାନ୍ଧବମାନଙ୍କ ସହିତ ଜାରି ରଖିବେ। କିନ୍ତୁ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଦମ୍ପତି ପରସ୍ପର ଶାଳୀନତା ଭିତରେ କଥାବାର୍ତ୍ତା ବା ବିଚାର ବିମର୍ଶ କରିବା ଉଚିତ ହେବ। ପ୍ରେମ ସମ୍ପର୍କ ଅଥବା ଲଭ୍ ଲାଇଫରେ ମର୍ଯ୍ୟାଦା ଭିତରେ ସମ୍ପର୍କ ନିର୍ବାହ କରିବେ। ପାର୍ଟନରଙ୍କ ସହିତ କୌଣସି ଭୁଲ ବୁଝାମଣାକୁ ପ୍ରଶ୍ରୟ ଦେବା ଠିକ୍ ହେବ ନାହିଁ। ଭାବ ପ୍ରବଣତା ଉପରେ ଅଙ୍କୁଶ ଲଗାଇବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ବୃଷ ରାଶିଜାତ ବ୍ୟକ୍ତି ଏ ମାସରେ ଅତ୍ୟଧିକ ଓଭର ଥିଙ୍କିଂ ବା ଚିନ୍ତାଶୀଳ ରହିବେ, ଯଦ୍ୱାରା ପାଚନ ପ୍ରକ୍ରିୟାର ଗଣ୍ଡଗୋଳ ଘଟି ବିଭିନ୍ନ ଶାରୀରିକ ବିସଙ୍ଗତା ଦେଖାଯିବ। ଏହା ସହିତ ନିଦ୍ରାହୀନତା ଭୋଗ କରିବାର ସମ୍ଭାବନା ରହିଅଛି। ତେଣୁ ଏ ମାସରେ ବୃଷ ରାଶିଜାତ ବ୍ୟକ୍ତି ପର୍ଯ୍ୟାପ୍ତ ବିଶ୍ରାମ ଓ ନିଦ୍ରା ଗ୍ରହଣ କରିବା ଦରକାର। ତତ୍ସହିତ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ। ଦୁର୍ଘଟଣାର ଭୟ ରହୁଅଛି। ଜୁଲାଇ ମାସରେ ବୃଷ ରାଶିଜାତ ବ୍ୟକ୍ତି ଅଶୁଭ ଫଳକୁ ଏଡ଼ାଇ ଶୁଭ ଫଳର ଶୁଭତ୍ୱ ବୃଦ୍ଧି ନିମନ୍ତେ ଲକ୍ଷ୍ମୀନାରାୟଣଙ୍କର ପୂଜାର୍ଚ୍ଚନା କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ରଥାରୂଢ଼ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବୃଷ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଓ କମେଣ୍ଟ କରିବା ପାଇଁ ଅନୁରୋଧ। ନମସ୍କାର। ତପନ।